শনিবার সন্ধ্যায় আরম্ভ হইଥିବା কাদ্রাবাদ 24তম বসন্ত উৎসব রবিবার সন্ধ্যায় উদযাপিত হয়ে যাইছি। বালেশ্বর পূর্বতন বিধায়ক স্বরূপ দাস মুখ্য অতিথি ভাবে যোগ দেই কাদ্রাবাদ অঞ্চলবাসী প্রচেষ্টার সর্বপ্রথমে কাউন্সিলর এবং পরে বিধায়ক হইথিবারু সেমানক নিকটরে চিরঋণী বলি সে কইথিলে। কড়া সাহিত্য এবং সংস্কৃতিকে ভুলিগলে নিজের পরিচয়কে ভুলি যা সহ সমান বলি এই অবসরের শ্রী দাস উল্লেখ করিথিলে। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳ ସମୟରେ କଳା ସାହିତ୍ୟ ଏବଂ ସଂସ୍କୃତିର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଇଥିବା ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ। ଯେଉଁ ଅଞ୍ଚଳର ଯୁବକ ବନ୍ଧୁ ଯେତେ ସକ୍ରିୟ ସେ ଅଞ୍ଚଳର ସେତେ ଉନ୍ନତି ବୋଲି ସେ ଏହି ଅବସରରେ କହିଥିଲେ। ମୁଖ୍ୟ ବକ୍ତା ଭାବେ ସିଦ୍ଧିବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା, ସମ୍ମାନିତ ଅତିଥି ଭାବେ ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, 5 নম্বর ওয়ার্ড কাউন্সিলর মিতা পট্টনায়ক প্রমুখ যোগ ଦେଇଥିଲେ। লগাতার 24 বর্ষ ধরি এতে বড় উৎসব সফলতার সহ পালন করা স্বাগতযোগ্য পদক্ষেপ। এথিপাই আয়োজক কমিটির সমস্ত কর্মকর্তা সাধুবাদর পাত্র। আসন্তা বর্ষ রৌপ্য জয়ন্তী অনুষ্ঠিত হেবাকু যাଉଛି, সেথিপাই এবেঠারু প্রস্তুতি আরম্ভ করিবা উচিত। আমার পরম্পরা এবং সংস্কৃতিকে বঞ্চাইবা পাই এহিভଳି কার্যক্রমর নিহাতি আবশ্যকতা রয়েছে বলি এই অবসরের সম্মানিত অতিথি কাউন্সিলর শ্রীমতী পট্টনায়ক উল্লেখ করে। বসন্ত উৎসব কমিটির অধ্যক্ষ দেবেন্দ্রনাথ চৌধুরী সভাপতিত্ব করে সম্পাদক দেবাশিষ দাস বার্ষিক বিবরণী পাঠ এবং উপসভাপতি সুমন্ত বেহেরা ধন্যবাদ অর্পণ করে। এই পরিপ্রেক্ষীরে বিভিন্ন প্রতিযোগিতার কৃতিত্ব অর্জন করথিবা 3 জন প্রতিভাঙ্কু শ্রী জগন্নাথ জি স্মারকী প্রতিভা সম্মানের অতিথি দ্বারা সম্মানিত করা যাইছিলা। সভা পরে অলিউড সিঙ্গার অসীমা পণ্ডাঙ্ক গীতরে দর্শক ঝুমিথিলে। প্রত্যেক অঞ্চলর কিছু না কিছু বিশেষত্ব থাকে এবং বিশেষ করে কাদ্রাবাদ অঞ্চল সহ মু অতপ্রত ভাবে জড়িত। 2013 মସିହାରେ ମୁଁ ଯେତେବେଳେ କାଉନସିଲର ହେଲି এই 5 নম্বর ওয়ার্ড ରହିଥିଲେ এবং ଆପଣମାନଙ୍କର ଭଲ ପାଇବା ଦ୍ୱାରା କାଉନସିଲର ହେବା ପରେ ପୁଣି ବିଧାୟକ ହେବାର ସୌଭାଗ୍ୟ ଏବଂ ସୁଯୋଗ ଆଶୀର୍ବାଦ ଆପଣମାନେ ଦେଇଛନ୍ତି। ସେଥିପାଇଁ ଜୀବନ ସାରା ଏ ଅଞ୍ଚଳ ପାଇଁ ମୁଁ ଋଣୀ ରହିବି। ବନ୍ଧୁଗଣ, ବାଲେଶ୍ୱର ହେଉଛି ବ୍ୟାସକବି ଫକୀରମୋହନ ସେନାପତିଙ୍କ ମାଟି, କବିବର ରାଧାନାଥ ରାୟଙ୍କର ମାଟି। ଏ ମାଟି ସଦାସର୍ବଦା କଳା ସାହିତ୍ୟ ସଂସ୍କୃତିକୁ ଆଭିମୁଖ୍ୟ ଦେଇଛି ଏବଂ ସଦାସର୍ବଦା ପ୍ରାୟୋରିଟି ଦେଇଛି। ଏବଂ ଆମର ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗୋଟେ କଥା ସବୁବେଳେ ମୋର ମନେ ପଡ଼େ। ସେ ସବୁବେଳେ କୁହନ୍ତି ଯେ ଆମର ସବୁଠାରୁ ବଡ଼ ପରିଚୟ ହେଉଛି ଆମର କଳା ସାହିତ୍ୟ ଏବଂ ସଂସ୍କୃତି। ୟାକୁ ଯଦି ଆମେ ଭୁଲିଯିବା ତାହେଲେ ନିଶ୍ଚିତ ଭାବରେ ଆମ ପରିଚୟକୁ ଆମେ ଭୁଲିଯିବା ଏବଂ ସମଗ୍ର ବିଶ୍ୱରେ ଆଜି ଓଡ଼ିଆ ଜାତିର ଯଦି ଓଡ଼ିଆ ଜାତି ହଉ, ଓଡ଼ିଆ କଲଚର ହଉ, ଓଡ଼ିଆ ପ୍ରୋଗ୍ରାମ୍ସର ଯଦି ଶ୍ରେୟ ବଢ଼ିଛି ସେ ଶ୍ରେୟ ପୂର୍ବତନ ମୁଖ୍ୟ ନବୀନ ପଟ୍ଟନାୟକ ଯିବ। ଦୀର୍ଘ 25 ବର୍ଷ ଧରି ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଲୋକକଳା ହଉ, ଲୋକ ସଙ୍ଗୀତ ହଉ ବା ବିଭିନ୍ନ ପ୍ରକାର ଫକ୍ ଡ୍ୟାନ୍ସ ଏବଂ ଲୋକାୟିତ ହେଉଥିବା ଧୀରେ ଧୀରେ ଭାବେ ଯେଉଁ ଟ୍ୟାଲେଣ୍ଟ ଲୋକାୟିତ ହେଉଥିବା ତାକୁ ଆଗକୁ ଆଣିବା ସେ ପ୍ରୟାସ କରିଥିଲେ। ଆଜି ଦୀର୍ଘ 25 ବର୍ଷ ଧରି ଯେମିତି ଆପଣ ଆଜି ଏଠି ବସନ୍ତ ଉତ୍ସବ ସମାରୋହ କରୁଛନ୍ତି, ଆଜି ସାରା ଓଡ଼ିଶାରେ ଏଇ ଯେଉଁ ପ୍ରଥା ସେ ଆରମ୍ଭ କରିଥିଲେ ଏବଂ ଏ ଯେଉଁ ସମାରୋହ ଇଏ ବସନ୍ତ ଉତ୍ସବ ଏ ପରିମାଣ ଆପଣଙ୍କର ଇଏ ପ୍ରମାଣ କରେ ଯେ ଆମ ଅଞ୍ଚଳର ଅଭିବୃଦ୍ଧି ହେଇଛି ନା ନାହିଁ। ଏ ଆମ ଅଞ୍ଚଳର ଡେଭଲପମେଣ୍ଟ କଥା କୁହେ, ଏ ଅଞ୍ଚଳର ଭଲ ପାଇବା କଥା କୁହେ ଏବଂ ଯେଉଁ ଅଞ୍ଚଳର ଯୁବକ ବନ୍ଧୁମାନେ ଯେତେ ସକ୍ରିୟ ସେ ଅଞ୍ଚଳ ନିଶ୍ଚିତ ଭାବରେ ଡେଭଲପ କରିବ। ମୁଁ ଆଶା କରିବି ଆଗାମୀ ଦିନରେ ଏ ଅଞ୍ଚଳର ଉନ୍ନତି ସହିତ ଆମମାନଙ୍କର ସମସ୍ତଙ୍କ ଦାୟିତ୍ୱ ରହିବ। ଆମ କଳା ସଂସ୍କୃତି ଆମେ ସମସ୍ତେ ବଞ୍ଚାଇ ରଖିବା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ବିଭିନ୍ନ ପ୍ରକାରର ଅନ୍ୟ ଉପାୟରେ ଆମର ଚେଷ୍ଟା ରହିବ। ଓଡ଼ିଆ ଭାଷା କିପରି ସମୃଦ୍ଧ ହେବ, ଆମର ଜାତିର କଥା କିପରି ସମୃଦ୍ଧ ହେବ ଏବଂ ଆମ କଲଚର ଯେଉଁ କଥା ପଣ୍ଡା ସାର୍ କହୁଥିଲେ ସର୍ବ ବିଶ୍ୱ ଦରବାରରେ ଓଡ଼ିଆ କଲଚର, ଜଗନ୍ନାଥ କଲଚର ସମସ୍ତଙ୍କୁ ଭଲ ପାଇବାର ଯେଉଁ ବାର୍ତ୍ତା ଦେଉଛି ଜଗନ୍ନାଥ ସଂସ୍କୃତି ସେ କିପରି ଭାବରେ ପହଞ୍ଚିବ। ଆସନ୍ତୁ ଆଜିକାର ଯେଉଁ ଶେଷ ସନ୍ଧ୍ୟା ଅଛି, ଆଜି ଆପଣଙ୍କର ଆର୍ଟିଷ୍ଟ ମାନେ ଆସିଛନ୍ତି ତାଙ୍କୁ ଆପଣ ଶୁଣିବା ପାଇଁ ନିଶ୍ଚିତ ଭାବରେ ବ୍ୟଗ୍ର ହେଉଥିବେ। ଆମେ ସମସ୍ତେ ମିଶିବା, ଆମ ଅଞ୍ଚଳ ପାଇଁ କାମ କରିବା ଏବଂ ବାଲେଶ୍ୱର ଜିଲ୍ଲା ଆମ ଟାଉନର ମଧ୍ୟ ଟେକ ବଢ଼ାଇବା। 24 ବର୍ଷ ବସନ୍ତ ଉତ୍ସବ ପାଳନ କରାଯାଉଛି। ସେଥିପାଇଁ ମୁଁ ଏ କମିଟିର ସଦସ୍ୟମାନଙ୍କୁ ବହୁତ ସାଧୁବାଦ ଜଣାଉଛି ଏଭଳି ଗୋଟେ କାର୍ଯ୍ୟକ୍ରମ କରିଥିବାରୁ। ଆଗାମୀ ବର୍ଷ 25ତମ ସିଂହ ଜୁବଲି ମନେଇବ, ସେଥିପାଇଁ ଏବେଠୁ ଆରମ୍ଭ କରନ୍ତୁ। ସାଂସ୍କୃତିକ କାର୍ଯ୍ୟକ୍ରମକୁ
ଆମ ପରମ୍ପରାକୁ ବଜାଇ ରଖନ୍ତୁ। ଯେ ଆଜିକା ଯୁଗରେ ଯେମିତି ମୋବାଇଲ ଫୋନ୍ ଟେକ୍ନୋମିଡ଼ିଆରେ ସମସ୍ତେ ନିୟୋଜିତ ଥିବା ସମୟରେ ଏଭଳିଆ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିବାରୁ କମିଟି ସଦସ୍ୟମାନେ ବହୁତ ସୁନ୍ଦର ମାନେ କାମ କରିଛନ୍ତି। ଆଗାମୀ ମାନେ ଆଗାମୀ ବର୍ଷ ଏହା ଶିଳ୍ପ ଯୁବଳୀ ସାଂସ୍କୃତିକ କାର୍ଯ୍ୟକ୍ରମ କରିବ। ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ପୂର୍ବତନ MLA ବାଲେଶ୍ୱର ସଦର। ଆମେ ଯାହାଙ୍କୁ ମୁଖ୍ୟ ବକ୍ତା ରୂପେ ପାଇଛୁ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ମାନ୍ୟବର ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପଣ୍ଡା ମହୋଦୟ। ଆମେ ଯାହାଙ୍କୁ ସମ୍ମାନିତ ଅତିଥି ରୂପେ ପାଇଛୁ ବାଲେଶ୍ୱର ଭଳିଆ କାର୍ଯ୍ୟକ୍ରମ ଆଗକୁ ଏହାର ଉତ୍ତରୋତ୍ତର ଉନ୍ନତି ହେଉ ଆପଣମାନଙ୍କୁ ଆଶୀର୍ବାଦ ଦେଉ ସହଯୋଗ କାମନା କରିବି ଏବଂ ମୁଁ ଏହି ସଂକ୍ଷିପ୍ତ ବିବରଣୀ ପାଠ ସହିତ ମୋର ବକ୍ତବ୍ୟ ଶେଷ କରୁଛି।